ଏଠି ଗୋଟେ ବଡ ବରଗଛ ଥିଲା। ସେ ବରଗଛଟି ପଶ୍ଚିମକୁ ନହିଁଗଲା। ପଶ୍ଚିମକୁ ନହିଁଯିବା ପରେ ପଶ୍ଚିମରେ ଜଣଙ୍କର ଘର ଥିଲା। ସେ ଘର ଚାଳ ଉପରେ କହୁଛନ୍ତି ଗ୍ରାମବାସୀ ମାନେ ଗୋଟେ ପ୍ରଭୁ ସର୍ପ ସେ ଚାଳ ଉପରେ ଶୋଇଥିଲା। ଆମ ଜେଜେମା ସେ ଅମାସ୍ୟା କଥା ମୁଁ କହିପାରିବିନି, କିନ୍ତୁ ଜେଜେମା ଦୁବ ବରକୋଳି ପତ୍ର ଅରୁଆ ଚାଉଳ ଯେମିତି ପୂଜା ସାମଗ୍ରୀ ନିଅନ୍ତି କୁଲାରେ ନେଇ ସେ ଗଙ୍ଗାରେ ପୂଜା କଲା ପରେ ସେ ଆଣ୍ଠିଏ ପାଣିରେ ଠିଆ ହେଇଥିଲେ। ପୂଜା କଲା ପରେ ମନକୁ ସେ ପାଣି ଉପରକୁ ଉଛୁଳିଲା, ଯେ କି ଅଣ୍ଟା ସରିକି ଯେତେବେଳେ ହେଇଗଲା ମା ଆମର ଭୟଭୀତ ହେଇଗଲେ। ଭୟଭୀତ ହେଇକି ଉପରକୁ ଉଠି ଆସିଲେ। ରହିଥିଲେ ବାତ୍ୟାରେ ଯାଇକି ମତେ ମୋ ଘରକୁ ଜଗିକି ରହିଥିଲେ। ଆଉ ତମ ଘରକୁ ଜଗିକି ରହିଥିଲେ? ମୁଁ ଯେମିତି ଆସିଲି ସିଏ କହିଲେ ଏଠି କାହିଁକି ଅଛ, ତମ ପଳାଅ ଜାଗାକୁ। ସିଏ ଆସିଲେ ବାରଟା ଜାଗାକୁ।